ଏଇଟା ଖୁସିର କଥା ଯେ ଆମର ନନ୍ଦନକାନନ ଯୋଉ ଶାଗୁଣା ପ୍ରଜନନ କେନ୍ଦ୍ର ଅଛି ସେଠି ବର୍ତ୍ତମାନ ଗୋଟେ ଛୁଆଟେ ହେଇଛି ଆମର ମାର୍ଚ୍ଚ 11 ତାରିଖରେ ଗୋଟେ ଅଣ୍ଡାରୁ ଗୋଟେ ଛୁଆଟି ଫୁଟିଛି ଏବଂ ତାକୁ ତାର ପ୍ୟାରେଣ୍ଟସ୍ ମା ବାପା ତାକୁ ଫିଡିଂ କରାଉଛନ୍ତି ଏବଂ ସେ ଛୁଆଟି ବର୍ତ୍ତମାନ ଭଲ ଅଛି। ଆଉ ଏ ପାଇଁ ଆମେ ସବୁ ବର୍ଷ ପରି ଏ ବର୍ଷ ବି ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲୁ। ତାକୁ ଆଗରୁ ତାର ପ୍ରତି ଶାଗୁଣାକୁ ଧରି ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲୁ। ସ୍ୱାସ୍ଥ୍ୟ ପରୀକ୍ଷା କରିକି ତାଙ୍କର ଯାହା ସମସ୍ୟା ଅଛି ପ୍ରତି ମାନଙ୍କର ସମସ୍ୟା ତାକୁ ଚିକିତ୍ସା କରାଯାଇଥିଲା ଏବଂ ଆବଶ୍ୟକ ସ୍ଥଳେ ତାଙ୍କର ରକ୍ତ ନମୁନା ସଂଗ୍ରହ କରିକି ବି ତାଙ୍କୁ ଚିକିତ୍ସା ପ୍ରଦାନ କରାଯାଇଥିଲା ଏବଂ ତାଙ୍କର ଯାହା ଖୁଆଡ଼ରେ ଯାହା ଆବଶ୍ୟକତା ଅଛି ଆମର ଏଇ ପ୍ରଜନନ ସମୟ ପାଇଁ ଋତୁ ପାଇଁ ଆମେ ଯେମିତି କୁଟା କାଠି ଯୋଗେଇ ଥାଉ ତାଙ୍କର ଖଟିଆ ଯୋଉଠି ବସା ଦିଅନ୍ତି ବସା ତିଆରି କରନ୍ତି ସେ ତାକୁ ତାର ଦୌଡ଼ି ବାନ୍ଧିବା ତାକୁ ନୂଆ ମାଟି ପଡ଼ିବା ଆଉ ପାଣି କୁଣ୍ଡ ସଫା କରିବା ଏସବୁ କାର୍ଯ୍ୟକ୍ରମ ଏଇ ପ୍ରଜନନ ଋତୁ ଆରମ୍ଭ ହେବା ପୂର୍ବରୁ ତାକୁ ସାରି ଦେଇଥିଲୁ। ଆଉ ତାକୁ କାହିଁକି ନା ତାଙ୍କର ଏଇ ସମୟରେ ପ୍ରଜନନ ସମୟରେ ତାଙ୍କର ଯୋଉ ମିଟିଂ ଆରମ୍ଭ ହବ ଏଗ୍ ଲେଇଂ ହବ ଏଗ୍ ଲେଇଂ ପରେ ଯୋଉ ଛୁଆ ଫୁଟିବ ସେଇ ସମୟ ଭିତରେ ତାଙ୍କୁ ଯେମିତି କୌଣସି ପ୍ରକାର ଡିଷ୍ଟର୍ବାନ୍ସ କରାଯିବନି ଏବଂ ତାଙ୍କର ସ୍ୱାସ୍ଥ୍ୟ ଭଲ ରହିବ ସେଥିପାଇଁ ଦୃଷ୍ଟି ଦେଇଥିଲୁ। ତ ମାର୍ଚ୍ଚ 11 ତାରିଖରେ ସେ ଅଣ୍ଡା ଫୁଟି ଗୋଟେ ମଧ୍ୟ ଶାଗୁଣା ଛୁଆ ଜନ୍ମ ଗ୍ରହଣ କରିଛି, ଯାହା ବି ନନ୍ଦନକାନନ ପାଇଁ ଗୋଟେ ଖୁସି ଖବର। ଏବଂ ଏହି ଶାଗୁଣାକୁ ଆମେ ମିଶାଇ ସାରିଲା ପରେ ନନ୍ଦନକାନନରେ ଲଙ୍ଗ ବିଲ୍ଡ ଭଲଚର ସଂଖ୍ୟା 11କୁ ବୃଦ୍ଧି ପାଇଛି, ଯେଉଁଥିରେ 5ଟି ମେଲ୍ 5ଟି ଫିମେଲ୍ ଏବଂ ଗୋଟେ ମାନେ ଲିଙ୍ଗ ନିରୂପଣ କରାଯାଇ ନାହିଁ। ବର୍ତ୍ତମାନ ଆମର ଯେମିତି ନନ୍ଦନକାନନ ପ୍ରାଣୀ ଚିକିତ୍ସକ ମାନଙ୍କର କ୍ଲୋଜ୍ CCTV ମନିଟରିଂରେ ଆମେ ତାକୁ ରଖାଯାଇଛି। ତେଣୁ ପ୍ରତ୍ୟେକ ଦିନ ଆମର ନନ୍ଦନକାନନ ପ୍ରାଣୀ ଚିକିତ୍ସକ ସେଠି ଯାଇ ଭିଜିଟ୍ କରୁଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷଣ କରୁଛନ୍ତି।